ବିଜୁ ଜନତା ଦଳ ପକ୍ଷରୁ ପ୍ରେସମିଟ୍ କରାଯାଉଛି ଆଉ କୁହାଯାଉଛି ଯେ ଜୟନାରାୟଣଙ୍କୁ କାହିଁକି ଗିରଫ କରାଯାଉନି ଯେତେବେଳେ ସୁପ୍ରିମକୋର୍ଟ ତାଙ୍କର ଆଣ୍ଟିସିପେଟୋରୀ ବେଲ୍ ବା ଆଗୁଆ ବେଲ୍କୁ ରିଜେକ୍ଟ କରିଛନ୍ତି। ତ ଆପଣ କ'ଣ ଭାବୁନାହାନ୍ତି ଆଇନର ଶାସନ ଯଦି ଅଛି ତାହେଲେ ପୋଲିସ ତୁରନ୍ତ ଗିରଫ କରିବା ଉଚିତ? ମାନ୍ୟବର ସୁପ୍ରିମକୋର୍ଟ କ'ଣ ରାୟ ଦେଇଛନ୍ତି ତା ଉପରେ କ'ଣ ନିଷ୍ପତ୍ତି ନେଇଛନ୍ତି ତାର କପି ଏପର୍ଯ୍ୟନ୍ତ ମିଳିନାହିଁ। ତାର କପି ମିଳିଲେ ସରକାର ନିଶ୍ଚିତ ଭାବରେ ଏ କଥାକୁ ନେଇକରି ଚିନ୍ତା କରିବ। କାହିଁକି ନା ଆମ ସରକାର କପି ମିଳିଲେ କ'ଣ ଯଦି କପିରେ ସତରେ ରିଜେକ୍ଟ ହେଇଥିବ ତାହେଲେ କ'ଣ ଆପଣଙ୍କ ସରକାର ଆରେଷ୍ଟ କରିବ? ଦେଖନ୍ତୁ ଆମ ସରକାର କ'ଣ କରିବ ତାକୁ ସମୟକୁ ଅପେକ୍ଷା କରିବା ଆବଶ୍ୟକତା ଅଛି। ଯେଉଁମାନେ ବିଳିବିଳି ହେଉଛନ୍ତି ମୁଁ ତାଙ୍କୁ ପ୍ରଶ୍ନ କରିବା ପାଇଁ ଚାହୁଁଛି। ଆପଣ ଦେଖିବେ ଅତୀତରେ ସରକାର ଯେତେବେଳେ ତାଙ୍କର ଥିଲା ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିଲେ ସବୁବେଳେ କହିଥାନ୍ତି ଯେ ଆଇନ ତା ବାଟରେ ଯିବ, କିନ୍ତୁ ଆପଣ ପ୍ରତାପ ଜେନା 13 ନମ୍ବର ମୁଦାଲ ଥିଲେ, ତାଙ୍କ ଉପରେ କ'ଣ ତାଙ୍କ ସରକାର ଆକ୍ସନ ନେଇଥିଲା? ଏବଂ ବିଜୟ ଶଙ୍କର ଦାସ ଜଗତସିଂହପୁର MLA ସେ ଯେଉଁଭଳି ଭାବରେ ମାନେ ଆଇନ ଦ୍ୱାରା ମାନେ ଭର୍ତ୍ସିତ ହେଇଥିଲେ, କୋର୍ଟର ଦ୍ୱାରସ୍ଥ ହେଇଥିଲେ ଏବଂ ସେଥିରେ କ'ଣ ତାଙ୍କ ସରକାର ନେଇଥିଲା? ଏବଂ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର କଥାରେ କ'ଣ ସେ ତାଙ୍କ ସରକାର ନେଇଥିଲା? ଅରୁଣ ସାହୁଙ୍କ କଥାରେ, ମନ୍ତ୍ରୀ ସେତେବେଳର ଶ୍ରୀକାନ୍ତ ସାହୁଙ୍କ କଥାରେ ଏବଂ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ କଥାରେ କି ଅନେକ ଉଦାହରଣ ଅଛି। ସେମାନେ ଆଜି ଅଇନାରେ ଆଗେ ତାଙ୍କ ମୁହଁକୁ ଦେଖନ୍ତୁ। କିନ୍ତୁ ଏମାନଙ୍କୁ କ'ଣ ଏମିତି ଆଣ୍ଟିସିପେଟୋରୀ ବେଲ୍ ରିଜେକ୍ଟ ହେଇଥିଲା ଆଉ ପୋଲିସ ସେମାନଙ୍କୁ ଗିରଫ କରିନଥିଲା? ଦେଖନ୍ତୁ ଆହୁରି ଅପରାଧିକ କଥାରେ ସେମାନେ ଜଡ଼ିତ ଥିଲେ, ତାଙ୍କୁ ସରକାର ପୁରାପୁରି ଘଣ୍ଟ ଘୋଡ଼ଉଥିଲା। ଏବଂ ଆଉ ଗୋଟେ କଥା ହଉଛି ଯେ ଖାଲି ଜୟନାରାୟଣ ମିଶ୍ର ନୁହନ୍ତି, ଯେ ସେତେବେଳର ବିରୋଧୀ ଦଳ ନେତା ଖାଲି ଜୟନାରାୟଣ ମିଶ୍ର ନୁହନ୍ତି, ରାଜ୍ୟର ଅନେକ ବିରୋଧୀ ନେତା ମାନେ ଏବଂ ତାପରେ RTI କର୍ମୀ ମାନେ ଏମାନେ କ'ଣ ଅପରାଧ କରିଥିଲେ? ଏମାନଙ୍କୁ କେବଳ ରାଜନୈତିକ ଅଭିସନ୍ଧି ରଖିକିରି ବିଜୁ ଜନତା ଦଳ ଟର୍ଚର କରୁଥିଲା ଏବଂ ତାଙ୍କ ନାଁରେ ମିଥ୍ୟା କେସ୍ ଦଉଥିଲା। ଆଜି ଜୟନାରାୟଣ ମିଶ୍ରଙ୍କ କେସ୍ରେ ମଧ୍ୟ ସେଇଆ ହେଇଛି। ତାଙ୍କ ନାଁରେ ଅଯଥା ଏବଂ ବହୁତ ମିଥ୍ୟା କେସ୍ ବିଜୁ ଜନତା ଦଳ ସରକାର ସେତେବେଳେ ଥିଲା ଦେଇଛନ୍ତି। ଏବଂ ନିଶ୍ଚିନ୍ତ ଭାବରେ ଆଇନ ତା ବାଟରେ ଯିବ, ଆଇନର ଉର୍ଦ୍ଧ୍ୱରେ କେହି ନୁହନ୍ତି ଏବଂ ଆଇନକୁ ରୋକିବାର କାହାର ସାଧ୍ୟ ନାହିଁ। କିନ୍ତୁ ଯୋଉ ନବୀନ ବାବୁ କହୁଥିଲେ ଆଇନ ତା ବାଟରେ ଯିବ କହିକିରି ନୀରବ ରହୁଥିଲେ ଏବଂ ତାଙ୍କ ଲୋକମାନଙ୍କୁ ସୁରକ୍ଷା ଦଉଥିଲେ, ଅପେକ୍ଷା କରନ୍ତୁ, ଧୈର୍ଯ୍ୟ ଧରନ୍ତୁ ଯେ ଆଇନ ତା ବାଟରେ ଯିବ। ଏ ଲୋକଙ୍କ ସରକାର, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର, ନିଶ୍ଚିନ୍ତ ଭାବରେ ଆଇନ ତା ବାଟରେ ଯିବ ଏବଂ ଆଇନ ଅନୁସାରେ କାର୍ଯ୍ୟାନ୍ୱିତ ହେବ। ଆଉ ଗୋଟେ କଥା ଆସୁଛି ଯେ ଗଭର୍ଣ୍ଣରଙ୍କ ପୁଅ ଯେତେବେଳେ ତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିଲା, FIR ହେଲା, ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ତେଣୁ ପୋଲିସ ଦୁଇ ପ୍ରକାର ବ୍ୟବହାର କରୁଛି କି ସାଧାରଣ ଲୋକ ବିରୁଦ୍ଧରେ FIR ହେଲେ ଗିରଫ ହବ, କିନ୍ତୁ ଗଭର୍ଣ୍ଣର ପୁଅଙ୍କ ବିରୁଦ୍ଧରେ ଅଭିଯୋଗ ଆସିଲେ ଗିରଫ ହବନି। ଗଭର୍ଣ୍ଣରଙ୍କ ପୁଅ କ'ଣ କରିଥିଲେ ଏବଂ ତାର ପୁଣି ତଥ୍ୟ ପ୍ରମାଣ କହିଲି ଆଇନ ତା ବାଟରେ ଯିବ। ଯଦି ଆଇନ ଅନୁସାରେ କେହି ଅପରାଧୀ ହେଇଥିବ ନିଶ୍ଚିନ୍ତ ଭାବରେ ସେ ଦଣ୍ଡ ପାଇବ। ଯଦି ଆଇନ ଅନୁସାରେ ବା କୌଣସି ପ୍ରୁଫ୍ ନଥିବ, କୌଣସି ମାନେ ଆଇନ ଦୃଷ୍ଟିକୋଣରୁ ଯଦି କେହି ଯଦି ଅପରାଧୀ ବିବେଚିତ ନହବ, ତାକୁ କ'ଣ ସରକାର ଜବରଦସ୍ତି କରିଦେବେ କି? ତେଣୁ ଏ କଥାକୁ ଯୋଉମାନେ କହୁଛନ୍ତି ତାକୁ ପ୍ରମାଣ କରନ୍ତୁ। ତାଙ୍କୁ ମାନେ ଅପରାଧୀ ବୋଲି ବା ଇଏ ଆଇନ ବିରୁଦ୍ଧ କଥା ବୋଲି ତାକୁ ପ୍ରମାଣ କରନ୍ତୁ। ତେଣୁ ନିଶ୍ଚିନ୍ତ ଭାବରେ ଆଇନ ଉର୍ଦ୍ଧ୍ୱରେ କେହି ନୁହନ୍ତି, ଆଇନ ତା ବାଟରେ ଯିବ ଏବଂ ଆଇନ ଅନୁସାରେ ହିଁ ସବୁ କଥା ସରକାର ତାକୁ ନିଷ୍ପତ୍ତି ନେବେ। ତ ବିରୋଧୀ ଦଳ ପକ୍ଷରୁ ଯଦି ଦାବି ବଢେ ଆଉ କୋର୍ଟ ଯଦି ସତରେ ଆଣ୍ଟିସିପେଟୋରୀ ବେଲ୍କୁ, ଆପଣ ତ କହୁଛନ୍ତି ଆମେ ପାଇନୁ ଯେ କୋର୍ଟ ଏକ୍ଜାକ୍ଟଲି କ'ଣ କହିଛନ୍ତି, ଯଦି ସତରେ ଆଣ୍ଟିସିପେଟୋରୀ ବେଲ୍କୁ ରିଜେକ୍ଟ କରିଥିବେ ତାହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ହବ ବୋଲି ଆପଣ କହୁଛନ୍ତି ଓଡ଼ିଶାବାସୀଙ୍କୁ? ଦେଖନ୍ତୁ ନିଶ୍ଚିନ୍ତ ଭାବରେ ଯେତେବେଳେ ମୁଁ ପ୍ରଥମରୁ କହିସାରିଛି ଯେ ଆଇନ ତା ବାଟରେ ଯିବ। ଯଦି ଆଇନ ଅନୁସାରେ କେହି ଯଦି ଦଣ୍ଡିତ ହବାର ଥିବ ନିଶ୍ଚିନ୍ତ ଭାବରେ ତାଙ୍କୁ ଦଣ୍ଡ ଦିଆଯିବ। ଆଉ ବର୍ତ୍ତମାନ ଯୋଉ ସୁପ୍ରିମକୋର୍ଟଙ୍କର ରାୟ କଥା କୁହାଯାଉଛି, ମାନ୍ୟବର ସୁପ୍ରିମକୋର୍ଟ କ'ଣ ରାୟ ଦେଇଛନ୍ତି, ତାର କପି କ'ଣ ଅଛି ଏବଂ ତାହା ମଧ୍ୟ ଯେତେବେଳେ ସରକାରଙ୍କୁ ସର୍ଭ ହବ, ସେ କପି ପାଇଲା ପରେ ସରକାର ନିଶ୍ଚିନ୍ତ ଭାବରେ ସବୁ ଚିନ୍ତା କରିବେ ଏବଂ ଗୁରୁତ୍ୱର ସହିତ ନେବେ। ବହୁତ ଧନ୍ୟବାଦ ଦିଲ୍ଲୀ ବାବୁ, ବହୁତ ଧନ୍ୟବାଦ, ନମସ୍କାର।